ମୁଁ ବର୍ତ୍ତମାନ ଅଛି ରେଢ଼ାଖୋଲର ମହିଳା ମହାବିଦ୍ୟାଳୟର ସାହିତ୍ୟ ଅଧ୍ୟାପିକା ପୁଷ୍ପାଞ୍ଜଳି ମ୍ୟାଡ଼ାମଙ୍କ ପାଖରେ ଅଛି। ଆଉ ସେ ଜଣେ ଅଧ୍ୟାପିକା ଏବଂ ଜଣେ କବି ମଧ୍ୟ। ଆସନ୍ତୁ ତାଙ୍କ ସହିତ ଆଲୋଚନା କରିବା। ବର୍ତ୍ତମାନ ସବୁଠି ପଳାଶ ଫୁଲ ଯେଉଁ ଦେଖାଦେଇଛି, ସମାରୋହ ଦେଖାଦେଇଛି, ତାକୁ ନେଇ ଏକ କବିତା ସେ କହିବେ। ଆଉ କ'ଣ କ'ଣ କହିବେ ସେ ଆସନ୍ତୁ ତାଙ୍କ ସହିତ ଆଲୋଚନା କରିବା। ମ୍ୟାଡ଼ାମ, କେ ନ୍ୟୁଜ୍ ଓଡ଼ିଶାକୁ ଆପଣଙ୍କୁ ସ୍ୱାଗତ। ମ୍ୟାଡ଼ାମ, ଯେଉଁ ବର୍ତ୍ତମାନ ପଳାଶ ଫୁଲ କେଉଁ ସିଜିନ୍ରେ ଦେଖା ଦେଇଥାଏ ଆଉ କ'ଣ କହିବେ ତାକୁ ନେଇକି? ଦେଖନ୍ତୁ, ପ୍ରକୃତିର ଅପୂର୍ବ ରୂପ ବିଭାରେ ଯେଉଁ ଷଡ଼ ଋତୁକୁ ଆମେ ଦେଖୁ, ଷଡ଼ ଋତୁର ଘୂର୍ଣ୍ଣାୟମାନରେ ଆମେ ଆସିକି ଶୀତର ପଳିତ ପତ୍ର ଝରି ଯାଉଛି, ବସନ୍ତର ଆଗମନ ହେଉଛି। ଆଉ ବସନ୍ତର ଆଗମନରେ ଧରଣୀ ଅପରୂପ ରୂପ ସୁଷମା ଧାରଣ କରେ। ତା ଭିତରେ ପଳାଶ ଫୁଲର ଏକ ଅନନ୍ୟ ସ୍ୱୀକୃତି ଅଛି। ସବୁଠୁ ବଡ଼ କଥା ହେଲା, ନବ ପଲାଶମ ପଲାଶମ ବନ ପୁରସ୍ଫୁଟ ପରାଗତ ପରାଗତ ପଙ୍କଜମ। ନବ ପଲାଶମ ପଲାଶମ ବନ ପୁରସ୍ଫୁଟ ପରାଗତ ପରାଗତ ପଙ୍କଜମ। କବି ଶିଶୁପାଳ ପଦ୍ୟରେ ଯେଉଁ ରଚନା କରିଛନ୍ତି, ସାଧାରଣ ଅର୍ଥରେ ଫୁଲଟିର ବାସ୍ନା ମଣିଷକୁ ଅପରୂପ ରୂପରେ ମୋହିତ କରେ। କିନ୍ତୁ ଯଦିଓ ପଳାଶ ଫୁଲର ସେ ବାସ୍ନା ନାହିଁ, କିନ୍ତୁ ଏଇ ଯେଉଁ ପ୍ରକୃତିର ପତ୍ର ଝରା ଭିତରେ ଯେଉଁ ପତ୍ରୋଦ୍ଗମ, ଆଉ ତା ଭିତରେ ପଳାଶ ଫୁଲର ଯେଉଁ ସୁନ୍ଦର ରକ୍ତିମ ଆଭା ନିଶ୍ଚିତ ଭାବରେ ପ୍ରତିଟି ମଣିଷକୁ କେବଳ ଆକର୍ଷଣ କରେନି, ହୃଦୟରେ ସ୍ପନ୍ଦିତ କରେ ଏବଂ ଚିତ୍ତାକର୍ଷକ ମୁହୂର୍ତ୍ତ ସୃଷ୍ଟି କରେ। ଏ ପରିପ୍ରେକ୍ଷୀରେ ପଳାଶ ଫୁଲ କେବଳ ମନକୁ ରଞ୍ଜିତ କରେ ସେ କଥା ନୁହେଁ, ତାର ସାଂସ୍କୃତିକ ପରମ୍ପରାରେ ଏକ ବିଶିଷ୍ଟ ଭୂମିକା ଅଛି। ସାଂସ୍କୃତିକ ପରମ୍ପରା କହିଲେ କ'ଣ ଆମେ ବୁଝିବା? ଯେହେତୁ ମୁଁ ବାରମ୍ବାର ଆପଣମାନଙ୍କୁ କହିଛି, ପ୍ରକୃତି ସହିତ ମଣିଷ ଓତପ୍ରୋତ ଭାବେ ଜଡ଼ିତ। ତେଣୁ ଏ ପରିପ୍ରେକ୍ଷୀରେ ଆମର ଧାର୍ମିକ ଯେଉଁ ଚେତନା ଅଛି, ଧାର୍ମିକ ଚେତନାରେ ଏବେ ଆସୁଛି ଆଗରେ ଦୋଳ ପୂର୍ଣ୍ଣିମା, ତାପରେ ହୋଲି, ତାପରେ ଆସିବ ଚୈତ୍ର ମାସ। ହୋଲିରେ ଆମେ ପଳାଶ ଫୁଲକୁ ପୂଜାରେ ଲଗାଉ ଏବଂ ଚୈତ୍ର ମାସରେ ମୁଖ୍ୟତଃ ମାଙ୍କର ଆବାହନ କରାଯାଏ। ଏବଂ ମାଙ୍କ ଆବାହନୀରେ ଏ ପଳାଶ ଫୁଲର ଏକ ବିଶେଷ ଭୂମିକା ଅଛି। ମନେ ହୁଏ ସତେ ଯେମିତି ମାଙ୍କର ଆବାହନୀ କରିବା ପାଇଁ ସମଗ୍ର ପୃଥିବୀରେ ଏଇ ଯେଉଁ ପ୍ରକୃତିର ଅପରୂପ ରୂପ ସୁଷମା ଧାରଣ କରି ପଳାଶ ଫୁଲ ଆସେ ଏବଂ ଆମେ ସମସ୍ତେ ଭକ୍ତିରେ ଅର୍ଘ୍ୟ ଦେଉ। କେବଳ ସେତିକି ନୁହେଁ, ସେ କବି ମନରେ ଯେପରି ଭାବୁକତା ସୃଷ୍ଟି କରେ, ଗୋଟେ ସନ୍ଥ ମନରେ, ଗୋଟେ ପୂଜାରୀ ମନରେ ସେମିତି ଭକ୍ତି ସୃଷ୍ଟି କରେ। ତେଣୁ ପଳାଶ ଫୁଲର ସେ ଚିତ୍ତାକର୍ଷକ ମୋହନୀୟତା ମାନେ ନିର୍ଦ୍ୱନ୍ଦ୍ୱରେ କୁହାଯାଇପାରେ, ସମସ୍ତଙ୍କୁ ଅଳ୍ପେ ବହୁତ ଆକର୍ଷିତ କରେ, ଏଥିରେ କୌଣସି ସନ୍ଦେହ ନାହିଁ। ଯେଉଁ ପଳାଶ ଫୁଲ ମ୍ୟାଡ଼ାମ, ବିଶେଷ କରି ଗାଁ ଗହଳିରେ ଛୋଟ ଛୋଟ ଛୁଆ ହଉ କିମ୍ବା ସହରାଞ୍ଚଳରେ ବି ମାନେ ଲୋକମାନେ ଯେଉଁ ବାଟରେ ଗଲାବେଳେ ତାକୁ ଦେଖିଥାନ୍ତି, କେତେ ଖୁସି ଅନୁଭବ କରିଥାନ୍ତି। ଦେଖନ୍ତୁ, ଆମେ ଗୋଟେ କଥା ଜାଣିଛେ ନା, ସଯତ୍ନ ବର୍ଦ୍ଧିତ ଲତା ଏବଂ ସଯତ୍ନ ବର୍ଦ୍ଧିତ ଉଦ୍ୟାନର ବାଟିକା ଏବଂ ଅରଣ୍ୟର ଲତା, ତା ଭିତରେ ଅନେକ ଫରକ ଅଛି। ସବୁଠୁ ବଡ଼ କଥା ହେଲା, ପଳାଶ ଗଛଟିକୁ କେହି କେବେ ଲଗେଇ ନଥାନ୍ତି, କିନ୍ତୁ ସେ ସ୍ୱତଃସ୍ଫୂର୍ତ୍ତ ଭାବରେ ନିଜେ ସୃଷ୍ଟି ହୁଏ ପ୍ରକୃତିର କୋଳରେ ଏବଂ ସେ ତାର ସୁଷମା ବଣ୍ଟନ କରେ। ଏବଂ ପ୍ରତିଟି ବାଟୋଇ କ'ଣ, ପିଲା କ'ଣ, ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ମନରେ ଯେତେବେଳେ ମୁଁ ବି କାଲି ଦେଖୁଥିଲି, ମୋ ଘର ପାଖେ ଗୋଟେ ପଳାଶ ଗଛ ଅଛି ଏବଂ ସେ ଫୁଲକୁ ଦେଖି ମୁଁ କ୍ଷଣଙ୍କ ପାଇଁ ଆନମନା ହେଇଗଲି। ଏମିତି କେହି ମଣିଷ ଏ ପୃଥିବୀରେ ଜନ୍ମ ନେହିନି ଯେ ଫୁଲକୁ ଦେଖି ଗୋଟିଏ ମୁହୂର୍ତ୍ତ ପାଇଁକି ନିଶ୍ଚିତ ଭାବରେ ହୃଦୟରେ ସ୍ପନ୍ଦିତ ନ ହୁଏ। ତେଣୁ ପଳାଶ ଫୁଲର ସେଇ ଗହନ କଥା ଅଛି, ଯାହାକି କୌଣସି ମାଳି କେବେ ତାକୁ ନିଜ ଉଦ୍ୟାନରେ ରୋପଣ କରନ୍ତିନି, କିନ୍ତୁ ବାଟର ବାଟୋଇ, ପଥର ପଥିକ, ସାଧାରଣ ଜନତା ସମସ୍ତଙ୍କର ସେ ମନୋରଞ୍ଜନ କରିବାରେ ସହାୟକ ହୁଏ। ଈଶ୍ୱରଙ୍କର ସ୍ରଷ୍ଟାଙ୍କର ସୃଷ୍ଟିରେ ସେ ଏକ ଅପରୂପ ରୂପ ସୁଷମା। ମ୍ୟାଡ଼ାମ, ପଳାଶ ଫୁଲ ଗୋଟେ ଖାଲି ଦେଖିବାକୁ ଗୋଟେ ସୁନ୍ଦରତା ନୁହେଁ, କେବଳ ତା ଗଛର ଗୋଟେ ଔଷଧୀୟ ଗୁଣ ବି ଗଲା ସେଇ ଗଛ ପାଇଁ ଅଛି। କ'ଣ କହିବେ ତାକୁ ନେଇ? ଦେଖନ୍ତୁ, ଆମେ ଯଦି ଆୟୁର୍ବେଦିକ କଥା ଭାବିବା, ଚରକ ସଂହିତା ବହୁ ପୁରା କାଳରୁ, ଯେତେବେଳେ ଚିକିତ୍ସା ଶାସ୍ତ୍ରରେ ଆମେ ଏତେ ଉନ୍ନତ ନ ହେଇଥିଲୁ, ସେତେବେଳେ ଆୟୁର୍ବେଦିକ କ୍ଷେତ୍ରରେ ଚରକ ସଂହିତା ହଉ, ସୁଶ୍ରୁତ ହଉ, ଏମାନଙ୍କର ଯେଉଁ ସବୁ ଆୟୁର୍ବେଦିକ ଚିକିତ୍ସା ଥିଲା, ଏ ପଳାଶ ଗଛ ବିଶେଷ ଭୂମିକା ବହନ କରିଛି। ଏବଂ ସେତେବେଳର କଥା
केवल नुहे वर्तमान आम ज्ञान विज्ञान प्रजुक्ति क्षेत्र में एत उपरको गले आम आयुर्वेद को केवे भी अस्वीकार करें तेणु पलाश गछ साधारण मनीषर जीवनचर्या अनेक मान रखे एमती कि हम पलसा गछर से जो काठ होमरे आम व्यवहार करूँ। आपण माने शुणुथिले पुष्पा मैडम जहाँ कहूथिले जे पलाश फूलर जो बास नथिले मध्य सौंदर्य जहाँ समस्त को माने मनमुग्ध करि थाए आउ ता केवल खाली पलाश फूलर सुंदरता नहीं ता सहित औषधीय गुण मध्य अछि जहाँ कहूथिले रेढ़ाखोलरू जसवंत नारायण साहू के न्यूज ओडिशा।